ମୁଁ ପ୍ରଥମରେ ଠାକୁର ପୂଜା ଆରମ୍ଭ କରେ। ଠାକୁର ମାନେ ମୁଁ ଈଶ୍ୱରଙ୍କୁ ପୂଜା କରେ। ମୁଁ ଫଟୋ ପୂଜା କରେନି। ମୁଁ ଶିବଙ୍କୁ ପୂଜା କରେ। ଶିବଙ୍କୁ ମାନେ ପରମାତ୍ମାକୁ ପୂଜା କରେ। ପରମାତ୍ମା ହେଉଛନ୍ତି ନିରାକାର। ମୁଁ ନିରାକାରକୁ ପୂଜା କରେ। ନିରାକାର ମାନେ ମୋ ମନରେ ଭଗବାନ ନିରାକାରରେ ଅଛନ୍ତି, ତାଙ୍କୁ ହିଁ ପୂଜା କରେ। କିନ୍ତୁ ତାଙ୍କର ୟାଦସ୍ ପାଇଁ ତାଙ୍କର ଗୋଟେ ଫଟୋ ରଖିଛି। ସେଇ ଫଟୋକୁ ହିଁ ରଖି ଅଗରବତୀ ଦୀପ ଧୂପ ସବୁ ଦିଆ କରାଏ। ଆଉ ମନରେ ଯାହା ଡାକେ ଶିବଙ୍କୁ ହିଁ ଡାକେ। ମୁଁ ଅଲଗା ବେଶୀ ଭଗବାନଙ୍କୁ ପୂଜା କରେନି। ଯାର ଯେଉଁ ପର୍ବରେ ସେଇଠି ତାଙ୍କୁ ସମ୍ମାନ ଦେବା ଲାଗି ଛିଡ଼ା ହୁଏ। କିନ୍ତୁ ସବକା ମାଲିକ ଏକ ହେ। ସମସ୍ତିଙ୍କର ସବୁ ମନୁଷ୍ୟର ଭଗବାନ ଜଣେ ଅଟନ୍ତି। ମୁଁ ତାଙ୍କୁ ହିଁ ପୂଜା କରେ। ନିଶ୍ଚୟ ବୁଦ୍ଧି ଯେବେ ହେବ ସେ ଜଣଙ୍କୁ ହିଁ ଡାକିବେ, ଆଉ ଅଲଗା ମାନଙ୍କୁ ଡାକିବାକୁ ଇଚ୍ଛା ଲାଗିବନି। କଳ୍ପବୃକ୍ଷରେ ସବୁ ଅଛନ୍ତି। ମାନେ ଭଗବାନଙ୍କୁ ମୂଳରେ ପାଣି ଦେଲେ ଡାଳରେ ହେଲେ ମିଳିଯିବ। ସେଥିଲାଗି ମୂଳରେ ହିଁ ପାଣି ଦେବାକୁ ଚେଷ୍ଟା କରନ୍ତୁ। ଆଉ ମୁଁ ଭଗବାନଙ୍କୁ ଡାକିଲା ମାନେ ମୁଁ ଶିବଙ୍କର ଟିକେ ମନ୍ତ୍ର ଜପ କରେ। ଆଉ ଶିବଙ୍କର ମୁଁ ଭାଗବତ ଗୀତା ବି ପଢ଼େ। ନହେଲେ ଆମକୁ ଆଧାର ମିଳିବ କେଉଁଠୁ? ଆମେ ଶରୀରର ଆଧାର ହେଉଛି ମାନେ ଖାଦ୍ୟ, ଆଉ ଆତ୍ମାର ଆହାର ହେଉଛି ଭଗବାନଙ୍କର ବାଣୀ। ଭଗବାନଙ୍କର ବାଣୀ ଶୁଣିଲେ ଆମର ଆତ୍ମାକୁ ଶକ୍ତି ମିଳିବ। ଆମେ ଭଗବାନଙ୍କର ମନ୍ତ୍ର ପାଠ କଲେ ଆମ ଆତ୍ମାକୁ ଶକ୍ତି ମିଳିବ। ସେଥିଲାଗି ଭଗବାନଙ୍କୁ ପ୍ରାର୍ଥନା କରିବା ଜରୁରୀ। ଶକ୍ତି ନହେଲେ କେଉଁଠୁ ପାଇବା? ଆସନ୍ତୁ ଦେଖିବା। ମୋର ପୂଜା ପାଠ ସରିଲା ବାଦେ ଆମ ବାବୁଙ୍କୁ ମୁଁ ଖାଇବାକୁ ଦେବି ନାସ୍ତା। ଖାଇବା ସରିଲା ବାଦେ ମୋର ଭାଲୁମାନଙ୍କୁ ଦେଖେଇବି। ମାନେ ମୋର କୁକୁର ଡଗିକୁ ଦେଖେଇବି। ସେମାନେ କେମିତି ଅଛନ୍ତି, ତାଙ୍କର ନାମ କ'ଣ, ସେ କ'ଣ କରନ୍ତି ସବୁବେଳେ। ଏଇ ଭାଲୁଟା ମୋର ବହୁତ ସୁନ୍ଦରୀ ଥିଲା, ଏବେ ଶୁଖିଯାଇଛି। ମାନେ ଏଇଠି ବାହାରେ ଖୋଲା ଜାଗା ହେଇଯାଉଛି। ଏ ପିଛାରେ ବହୁତ କୁକୁର ପୁରା ଆକୁ ହଇରାଣ କରନ୍ତି। ସେଥିଲାଗି ଇଏ ଶୁଖିଯାଇଛି। ଆକୁ ବାନ୍ଧିଲେ ରହେନି। ଆକୁ ବାନ୍ଧିବ ବୋଲେ ଯେଉଁଠି ବାନ୍ଧିବ ନା ସେ ସବୁକୁ ବହୁତ କାଟୁକୁଟୁ କରିକି ରଖିଦିଏ। ବହୁତ ଇଏ ବଦମାସିଟା ଗେହ୍ଲେଇ ହେଉଛି ବେଶୀ। ଇଏ କାହା କଥା କାହାକୁ ଡରେନି। କିନ୍ତୁ ଇଏ ଆମର ସାଧା ସିଧା ଭୋଲା ଭାଲା। ଏ ଦେଖିବାକୁ ଏତେ ବଡ଼ ଲାଗୁଛି। ଏ ବସ ବେଲେ ବସିବ, ଉଠ ବେଲେ ଉଠିବ। ଆର ଏଇ ଗୁଣଟା ଅଛି। ଆକୁ ଦେଖନ୍ତୁ, ଇଏ ଖାଇବାକୁ ଦେବ। ଆକୁ ଏସି ହାୱା ଦରକାର। ଏସି ହାୱା ଚାଲୁଥିଲେ ଆଉ ଆକୁ କିଏ ଦରକାର ନାହିଁ। ଆଉ ମୁଁ ଖାଇବାକୁ ଦେବି ବି, ଆକୁ ବୁଲେଇବି ବି, ଲେକିନ୍ ଏ ମୋତେ ବେଶୀ ଖୋଜେନି। ଆମର ପୁଅମାନଙ୍କୁ ବେଶୀ ଖୋଜେ। ସେମାନେ ଥିବେ ଯଦି ମୁଁ କୁଆଡ଼େ ଡାକିଲେ ବି ଯିବନି। ବିଲକୁଲ ହାତ ଧରି ଖିଚିଲେ ବି ଯିବନି। ଆଉ ଇଏ ମୋର ପୁରା ସାଙ୍ଗ। ଯୁଆଡ଼େ ଯିବି ଇଏ ସେ ନାଲିଆ କୁକୁର ଆମର ଯିବ ହିଁ ଯିବ। ମୋତେ ଛାଡ଼ି ସେ ରହିପାରିବନି। ମୁଁ ଆଉ ଗୋଟେ ଘରକୁ ଗଲେ ଆଉ ଗୋଟେ, ମୁଁ ସବଜି କିଣି ଗଲେ ସବଜି କିଣି, ରାସନ ଦୋକାନୀ ଗଲେ ରାସନ ଦୋକାନ, ମାନେ କାହା ଘରକୁ ଯିବି ବି ସେ ସାଙ୍ଗରେ ବହୁତ ତାକୁ ଲୁଚି ଛପିକିରି ଯାଏ। ଯଦି କେଉଁଠିକି ଯିବି ସେ ଜାଗାକୁ ନେଇପାରିବିନି ତ ସେ ମାନେ ଘରେ ବାପା ପୁଅ ଆକୁ ଇଏ କରନ୍ତି, ରଖନ୍ତି ଛୁପେଇକିରି। ତା ବାଦେ ମୁଁ ବାହାରେ। ଇଏ ଆମର ଦ୍ୱିତୀୟ ଥର ବୁଲିବାକୁ ଯାଇଛି। ଏବେ 9ଟା 10ଟା ବାଜୁଛି। ଦ୍ୱିତୀୟ ଥର ବୁଲିବ। ବୁଲିଲା ମାନେ ଟିକେ ତାର ପେଟ ଖାଲି କରିକି ଆସିଲେ ଚୁପଚାପ ଦିନ ସାରା ରହିବ। ନହେଲେ ସେ ଘରେ ଯଦି ଥରେ ବୁଲେଇକିରି ଆଣିଥିବ ବନ୍ଦ କରିଦେଲେ କାଉଁ କାଉଁ କରୁଛି। ସେଥିଲାଗି ତାକୁ ବୁଲେଇବାକୁ ନେଇଛୁ। ମୁଁ ଖାଲି ନେଲେ ବି ଯିବନି ନା, ମୋ ପୁଅ 2 ଜଣ ଯାକ ଯିବାକୁ ପଡ଼ୁଛି। ଆମେ ମା ପୁଅ 2 ଜଣ ଯିବୁ ବୋଲେ ବୁଲିବ। ଏବେ ମୁଁ ହିଁ ଧରିଥାନ୍ତି। ମୋ ପୁଅକୁ କହିଲି ତୁ ହିଁ ଧର, ତୁ ଡାକିଲେ ଜଲ୍ଦି ଯିବ। ମୁଁ ଡାକିଲେ ଜଲ୍ଦି ଯାଉନି। ମୋ ପୁଅଟାକୁ ଦୌଡ଼େଇ ଦୌଡ଼େଇ ନେଉଛି, କିନ୍ତୁ ସେ ଟିକେ ମୋଟା ହେଇଯାଇଛି ବେଶୀ। ସେ ଦୌଡ଼ିବାକୁ ଚାହେଁନି, ଥକି ଯାଉଛି।
ମୁଁ ସେଥିଲାଗି ମୋ ପୁଅକୁ ମନା କରୁଛି, ବାବୁ ବେଶୀ ତାକୁ ଦୌଡ଼ାଅନି। କିନ୍ତୁ ଘରକୁ ଯାଉ ଯାଉ ସେ ତୁମକୁ ମୁହଁରେ କହିପାରେନି, କିନ୍ତୁ ଇସାରା ଦେବ ପାଣି ପିଇବାକୁ। ଦେଖିବ ସେ ଗଲା ମାନେ ସାଙ୍ଗେ ସାଙ୍ଗେ ମୁଁ ପାଣି ଧରାଏ ତାକୁ, ବହୁତ ପାଣି ପିଏ। ପାଣି ଦିନକୁ 3-4 ଥର ତାକୁ ପାଣି ଦିଏ, ନହେଲେ ତା'ର ପେଟ ଖରାପ ହେଇଯିବ, ଦେହ ଖରାପ ହେଇଯିବ ପାଣି ନ ପିଇଲେ। ଆମେ ଯଦି ଅବହେଳା କରିଦେବୁ, ସେ ପାଣି ନ ଦେବୁ, ସେ ଟିକେ ଇସାରା ଦେବ, କାନ୍ଦିବ, ନହେଲେ ଚିଲେଇବ, ଜାଣିବାକୁ ପଡ଼ିବ। ଆଉ ଏବେ ଆମେ ଜାଣି ଯାଇଛୁ, ସେଥିଲାଗି ବୁଲେଇକିରି ନେଲା ମାନେ ସେ ଥକି ଯାଇଥିବ, ପାଣି ପିଇବ। ଆପଣ ଦେଖିବେ ପାଣି ସେ ପିଇବ କେମିତି। ମୋତେ ମୋ ପଡ଼ୋଶୀ ଦୋକାନୀବାଲା ଏ ଡବା ବହୁତ ଦିନ ତଳେ ମାଗିଥିଲି, ସେ ମୋତେ ଆଜି ଡାକିକିରି ଦେଉଛି। ଏବେ ଦେଖନ୍ତୁ ତାକୁ ଶୋଷ ଲାଗୁଥିଲା, ମୁଁ ଆସିଲି ଟିକେ ଲେଟ୍ ହେଇଗଲା, ଆସୁ ଆସୁ ମୋତେ ଜଗିଥିଲା ପାଣି ପିଇବା ଲାଗି। ପାଣି ପିଉଛି, ବସ୍ ମାନେ ବସିବ, ବହୁତ ଖୁସିରେ ସେତିକ ପାଣି ପିଇବ। ଖାଇବ ବି ବହୁତ ମଜା, ସେ ବସିକିରି ଖାଏ। ଆର ଏସବୁ ଗୁଣ ଅଛି। ଆଉ ବସ୍ ବେଲେ ବସିବ, ହାତ ମିଳା ବେଲେ ହାତ ମିଳେଇବ। ଆମେ ଆଗ ବେଶୀ ବୁଲଉଥିଲୁ, ଏବେ ବୁଲଉନୁ। ବୁଲେଇଲା ମାନେ ସବୁ ଗାଈ ମାନେ ବୁଲୁଛନ୍ତି, ଗାଈ ତା'ର ଦୁଶ୍ମନୀ। ଗାଈକି ଦେଖିଲା ମାନେ ପୁରା ଖିଚାଟଣା କରେ, ଛୋଟ ଛୁଆକୁ ଦେଖିଲେ ବି ଖିଚାଟଣା କରେ। ସେଥିଲାଗି ତାକୁ ଘରେ ଏସି ଲଗେଇକି ଚୁପଚାପ ରଖିଦେଉଛୁ। ଏବେ ମୁଁ ପଛପଟେ ବେଶୀ ରୋଷେଇବାସ କରିବି, ସେ ଟିକେ ପଛପଟେ ଆସିବ ଖାଇବା ଲାଳସାରେ, କିଛି ଟିକେ ଖାଇବାକୁ ଦେଲେ ଖାଇକି ଚୁପଚାପ ତା ରୁମକୁ ଚାଲିଯିବ। ଆମ ନାଲିଆ ଖାଉ ନ ଖାଉ ସେ ମୋର ସାଙ୍ଗରେ ହିଁ ରହିବ। ଇଏ କିନ୍ତୁ ନାହିଁ, ଆକୁ ଯେଉଁଠି ରଖିଲେ ବି ରହିବ। ମୁଁ ସେ ନାଲିଆଟା ମୋ ପଛ ହେଉଛି, ମୁଁ ବିରକ୍ତ ହୁଏ, କ'ଣ କରିବି, ବହୁତ ଖୋଜେ, ତା ଚାହାଣୀରେ ମୋତେ ବି ସେ ଖରାପ ଲାଗେ। ସେଥିଲାଗି କିଛି କହୁନୁ, ନହେଲେ ସମସ୍ତେ 2ଟା ଯାକ କୁକୁରକୁ ଭଲ ସ୍ନେହ ଦେଉଛୁ। ପରିବାର ସମସ୍ତେ ପସନ୍ଦ କରନ୍ତି। ଆମେ କିଛି କୁଆଡ଼େ ଯିବୁ ହରି ବେଲେ ବି ଆସିଲା ମାନେ ପୁରା ଆମକୁ ପାଗଳ କରି ଆଗ କାମୁଡ଼ା କାମୁଡ଼ି କରିବେ, କୁଆଡ଼େ ଛାଡ଼ିକିରି ପଳେଇଥିଲ କହିକିରି। ଆଉ ଘରେ ପଶୁ ଆମର ସେମାନେ କିଛି ଆଣିଛୁ କି ନାହିଁ ଆଗ ଦେଖିବେ। ତାଙ୍କୁ କିଛି ଟିକେ ଖାଇବାକୁ ଦେଲେ ଚୁପଚାପ ଖୁସିରେ ଫେରେ ଡେଙ୍ଗା ଡେଙ୍ଗି କରିକିରି ବୁଲିବେ। ଏବେ ଦେଖନ୍ତୁ ଆମର ଜଣେ ସାଙ୍ଗ ଘର, ଆମେ ତ ଆମିଷ ଖାଉନୁ କହିକିରି ଆମିଷ ବନଉନୁ, କାହିଁକି ନା ଆମିଷ ବିଲକୁଲ ଖାଇବାକୁ କିଏ ପସନ୍ଦ କରୁନାହାନ୍ତି, ସେଥିଲାଗି ବନଉନାହୁଁ। ଜଣେ ଆମିଷ ଦେଇଛନ୍ତି, ଆମ ବାବୁ ବି ଖାଇବାକୁ ଖୋଜନ୍ତିନି, କିନ୍ତୁ ସେ ସେଣ୍ଟ ପାଇଯାଇଛି ମୋ ଭାଲୁ, ସେ କେମିତି ଜଗିକିରି ବସିଛି। ଆମ ଲୋକ ତାକୁ ଏମିତି ଜୋର ସେଡ଼େ ପକେଇକିରି ଦେବନି, ସେ କାହିଁରେ ହେଲେ ପ୍ଲେଟ୍ରେ ଖାଇବାକୁ ଦେବ, କିନ୍ତୁ ଏମିତି ଦେବନି। ସେ ତା'ର ଚୁପଚାପ ଦେଖୁଛି ବସିକିରି, ସେ ଖାଇସାରିବା ପର୍ଯ୍ୟନ୍ତ ଏ ଚୁପଚାପ ବସିଥିବ। ସେ ଖାଇସାରିଲା ବାଦେ ଭାତ ମାଂସ ସେତିକ ଦେଲେ ଖାଇବ। ମୁଁ ଖାଇବାକୁ ଦେଇ ସାରିଛି, ଏମାନଙ୍କୁ ଆଗ ଦିଏ ଖାଇବାକୁ, ତା ବାଦେ ଆମେ ଖାଉ। ଫେରେ ବି ସେତିକ ଭାତ ମାଂସ ଖାଇବ। ଦେଖ କେତେ ଖୁସି ହେଇଯାଉଛି। ସେମାନଙ୍କୁ ମୁଁ ମନା କରେ, କେବେ ଦିଅନା ଆମିଷ, ଆମର ଖାଉନୁ, ଫୋପାଡ଼ିବୁ କହିଲେ ବି ସେମାନେ ଭାବନ୍ତି ଏମାନେ ଖାଉଥିବେ, ଆଣୁନାହାନ୍ତି ଭାବନ୍ତି, କିନ୍ତୁ ଖାଇବାକୁ କିଏ ପସନ୍ଦ କରୁନାହାନ୍ତି। ଆମର ସାଧା ବେଶୀ ଖାଉ, ବେଶୀ ମସଲା ଦିଅ ନାହିଁ। କିନ୍ତୁ ଏବେ ସୋରିଷ ବଟଣ ତରକାରୀ ଏବେ ଗରମ ଦିନରେ ଭଲ ଲାଗିବ। ମୁଁ ଏବେ ଖାଇସାରିକିରି ଅଲଗା ଘରକୁ ଗଲି, ମୁଁ ସେଇଠି ମୋର ଭାଲୁକୁ ନେଇନଥିଲି, ଛୁପେଇକିରି ଯାଇଥିଲି ମୋର ନାଲିଆ କୁକୁରକୁ। କିନ୍ତୁ ମୁଁ ଯିବାର କିଛି ସମୟ ପରେ ମୋ କୁକୁର ଖୋଜି ଖୋଜି ମୋ ପାଖରେ ପହଞ୍ଚି ସାରିଛି। ସେଇଟା କହୁଛି, ଏବେ ଅଲଗା ଘରକୁ ଆସିଛି। ଏଇଠି ଗରମ ଅଛି, ଏଇ ଘରେ ଏସି ଚାଲିଛି। ପୁଅର ସାଙ୍ଗମାନେ ଫିଲ୍ମ ଦେଖିବାକୁ ଆସିଥିଲେ, ମୁଁ ସେଥିଲାଗି ଅଲଗା ଘରକୁ ଚାଲିଗଲି। ସେଇଠି ମୁଁ ଚୁପଚାପ, ମୋର ଗୋଟେ ବେଞ୍ଚଟେ ଅଛି, ମୁଁ ସେଇଠି ସିଲେଇ କରେ,
ସେଥିଲାଗି ସେ ବେଞ୍ଚ ପାଖରେ ମୁଁ ଗଡ଼ୁଥିଲି। ମୋର ଦେଖୁନ ଭାଲୁ ମୋତେ ଖୋଜି ଖୋଜିକିରି ପହଞ୍ଚି ଯାଇଛି। ମୁଁ ଦେଖିଲା ବେଳେ ମୁଁ ଭାଲୁ ପହଞ୍ଚି ଯାଇଛି। ମୁଁ ଜାଣିନଥିଲି ସେ ଆସିବ ବୋଲି, କିନ୍ତୁ ସେ ମୁଁ ଯୁଆଡ଼େ ଗଲେ ହେଲେ ମୋତେ ଖୋଜୁଥାଏ। ମୁଁ କାହା ଘରକୁ ଯାଉଛି ବି ଖୋଜେ। ସମସ୍ତେ ଜାଣି ପକାନ୍ତି ତା ମାଲିକାଣୀ କୁଆଡ଼େ ଯାଇଥି। ମୁଁ ସେଥିଲାଗି ୟାକୁ ଯୁଆଡ଼େ ନେଇକିରି ଯାଇପାରିବି ମୁଁ ଡାକିକିରି ନେଇକିରି ପଳାଏ। ଆଉ ଆଜି ଆସିଲାନି। ମୁଁ ଆସିଲା ସମୟରେ ମୋତେ ଦେଖିପାରିଲାନି, ବୋଧେ ଆସିନଥିଲା। ମୁଁ ଭାବିଲି ଯେ ନ ଆସୁ, କିନ୍ତୁ ସେ ଖୋଜିକିରି ଆସିବ ହରି। ଆମ ପୁଅ ଦରବାଜା ବନ୍ଦ କରିଦେଲେ ବି ସେ ଖୋଲେ, କହିବ ଆସିଯାଇଛି। ଦେଖନ୍ତୁ ମୁଁ କେତେ ସମୟ ବସିଲି, କିନ୍ତୁ ସେ ଚୁପଚାପ ସେଇଠି ହିଁ ବସିବ, କୁଆଡ଼େ ଯିବନି। ମୋ ପାଖରୁ ହଟିକିରି କୁଆଡ଼େ ବି ଯିବନି, ସେମିତି ହିଁ ବସିଥିବ। ମୁଁ ଆସିଲି 4:30 5 ବାଜେ। ସେ ମୋ ସାଙ୍ଗରେ ଆସିବ। ଆସିଲା ମାନେ ଏମାନଙ୍କୁ ଖାଇବାକୁ ଦିଏ। ସେମାନେ ଖାଇସାରିଲା ବାଦେ ଫେରେ ମୁଁ କୁଆଡ଼େ ଯିବାର ଥିବ, ନହେଲେ ମୁଁ ଘରେ ବସିକିରି ଟିଭି ଦେଖିବି କି ମୋବାଇଲ ଚାଲୁ କରିବି। ମାନେ ମୋର ପାଖରେ ହିଁ ସେ ରହେ, ବେଶୀ କୁଆଡ଼େ ଯିବନି। ଏବେ ବି ଆପଣଙ୍କୁ ଆଉ ଗୋଟେ ଭିଡ଼ିଓ କରିକି ଦେଖାଉଛି। ମୋ ପାଖରେ ହିଁ ରହେ। ମୁଁ ଯେଉଁଠି ବି ରହିବି ମୋର ପାଖରେ ହିଁ ରହିବ। ସେ ବେଶୀ କୁଆଡ଼େ ଯିବନି ମୋତେ ଛାଡ଼ିକିରି। ଦେଖେଇବି ଆଉ ଗୋଟେ ଏବେ ଭିଡ଼ିଓ ଦେଖେଇବି। ମୁଁ ବସିଛି ଉପରେ, କିନ୍ତୁ ସେ ମୋ ତଳରେ ଫେରେ ବସିବ। ଏମାନେ ବି ବହୁତ ଆମକୁ ଖୋଜୁଛନ୍ତି। ମାନେ ମଣିଷର ଏତିକି ସ୍ନେହ ମମତା ରହିବନି, ମାନେ ଯେତିକି ଆମ ପ୍ରତି ସ୍ନେହ ମମତା ରଖୁଛନ୍ତି, ସେଥିଲାଗି ବହୁତ ଖୁସି ଲାଗୁଛି। ଆଉ ସେମାନେ ଆମକୁ ସେବା କରିବେ ବୋଲି ରଖିନୁ, ଏମିତି ତାଙ୍କୁ ବି ମାନେ ଆମର ଘରର ସଦସ୍ୟ, ଆମର ଛୁଆ ବାଗି ଆମକୁ ଲାଗୁଛି। ଆମେ ସେମାନଙ୍କୁ କିଛି ବି ନ ଦେଇକିରି ଖାଇପାରୁନୁ। ଏବେ ଗଲା ମାନେ ତାକୁ ଖାଇବାକୁ ଦେବି। ଭାତ ମାଂସ କରି ଗୋଳେଇକି ଦେଲେ ଖାଇବେ। ସେ ବି ଖାଇବ, ଏ ବି ଖାଇବ। ଦୁଇଟା ଯାକ ଭାଲୁ ଆମର ଖାଇବେ। ମୁଁ ଆସିଥିଲି ଏଇଟା ସିଲେଇ କରିବାକୁ, ମୋର ମନ ହେଲାନି ଆଜି ସିଲେଇ କରିବାକୁ। ମୁଁ ଶୋଇଛି। ମୁଁ ଯେଉଁ ଜାଗାରେ ବସିଥିବି ସେଇ ଜାଗାରେ ହିଁ ମୋର ଗୋଡ଼ ତଳକୁ ଶୋଇବ। ମୁଁ ଅଧେ ଦିନ ତାକୁ ମାଡ଼ି ଦିଏ। ସେଥିଲାଗି ଘରେ ଗାଳି ଶୁଣେ। ମୁଁ କହିବି ସେ କ'ଣ ମୋ ପାଖେ ଛାଡ଼ୁନି, କିଛି ନାହିଁ। ସେଥିଲାଗି ମାଡ଼ିଦେଲା ମାନେ ତୁମେ କାହିଁକି ରାଗୁଛ କହିକିରି ଆମ ଲୋକ ଗାଳି ଦିଏ। ଆଉ ଆପଣ ମୋର ଭାଲୁମାନଙ୍କର ନାମ ବତେଇ ନାହିଁ। ମୋର ଭାଲୁମାନଙ୍କର ନାମ ହେଉଛି, ଆର ନାମ ହେଉଛି ଜିମି। ଆଉ ବ୍ଲାକ୍ ବାଲା କୁକୁରର ନାମ ହେଉଛି ଜ୍ୟାକ୍। ଜିମି, ଜ୍ୟାକ୍। ଆପଣଙ୍କୁ ନାମ ବତେଇ ନଥିଲି ମୋର ଭାଲୁମାନଙ୍କର। ଆଉ ମୋ ଭାଲୁମାନେ କେମିତି ଲାଗିବେ ଆପଣ ଲାଇକ୍ ସବସ୍କ୍ରାଇବ୍ ଦେବେ, ଆଉ କମେଣ୍ଟ କରିବେ। ଯିଏ ମୋ ଭାଲୁମାନଙ୍କୁ ନେବାର ଅଛି ଆସିକିରି ନେଇକିରି ବୁଲେଇକିରି ଆଣିବେ ନେଇକିରି।